ହାଏ ସାଙ୍ଗମାନେ ଆଜି ଆମ ଗାଁର ଭୋଜି ହେଲା। କାହିଁକି ଭୋଜି ହେଲା ଆପଣଙ୍କୁ ମୁଁ ପରେ କହିବି। ଚାଲନ୍ତୁ ଯିବା ଆଜି ଆମର ଖାଇବା ଆଇଟମ ଗୁଡ଼ିକ ଦେଖିବା। ଆମର ଆଜି ହେଇଛି ଘାଣ୍ଟ ହେଇଛି, ଡାଲି ହେଇଛି, ଖଟେଇ ହେଇଛି, ଭାତ ହେଇଛି। ଆପଣଙ୍କୁ ମୁଁ ଏଠି ଖଟେଇଟା ଦେଖି ନାହିଁ କାହିଁକି ନା ଆମ ଅଜା ଜଣେ ଖଟା ବାଲ୍ଟିଟା ଆଣିକି ଆମ ଗାଁ ଲୋକମାନଙ୍କୁ ଦବା ପାଇଁ ଆଣିଲେ। ତ ଆମେ ଏଠି ସମସ୍ତେ ବସିଛୁ। ଏଠି ମାମୁନି ମୋ ପାଖରେ ଛିଡା ହେଇକି ଭାବୁଛି ସେ କେତେବେଳେ ଖାଇବ। ମାନେ ମୁଁ ଭାବିବା କଥା ସେଇଟା ସିଏ ଭାବୁଛି। ଠିକ ଅଛି ସାଙ୍ଗମାନେ ମଜାକ ହେଇଗଲା। ଏବେ ସମସ୍ତେ ଦେଖନ୍ତୁ ଥାଳି ଧରିକି ଆମ ଫ୍ୟାମିଲି ସବୁ ନେଇକି ଗଲେଣି। ତ ଏଠି ଦେଖନ୍ତୁ ଆମର ଅଜା ଜଣେ ବସିକି କହୁଛି ତୁ ନଉନୁ। ମୁଁ କହିଲି ରୁହ ରୁହ ମୋ ସାଙ୍ଗମାନଙ୍କ ପାଇଁ ଫାଷ୍ଟ ଭିଡ଼ିଓ ବନେଇବି ତାପରେ ବସିକି ମୁଁ ଶାନ୍ତିରେ ଖାଇବି। ଏଠି ସମସ୍ତେ ଦେଖନ୍ତୁ ବସିଗଲେ ଖାଇବା ପାଇଁ। ଆଉ ମୋ ଥାଳିଟା ଦେଖନ୍ତୁ ନା ମାମୁନି ପାଖରେ ପୁରା ରେଡି ହେଇଗଲାଣି ଖାଇବା ପାଇଁ। ତ ମୁଁ ଏବେ ଯାଇକି ଭିତରକୁ ଯିବି ଖାଇବି। ତ ସାଙ୍ଗମାନେ ଚାଲନ୍ତୁ ଭିତରକୁ ଯିବା ଖାଇବା। ଦେଖନ୍ତୁ ନା ଖାଇବା ପାଖରେ ମୁଁ ବସିଗଲି। ତ ଏଠି ମୁଁ ଖାଇବା ଷ୍ଟାର୍ଟ କରିଦେଲି। ଓ ଏ ଶାନ୍ତିରେ ପୁରା ମୁଁ ଖାଉଛି ଦେଖନ୍ତୁ ଆପଣଙ୍କୁ ଟିକେ ଭିଡ଼ିଓରେ ବି ଦେଖେଇ ଦଉଛି। ତ ସତ କହିବି ସାଙ୍ଗମାନେ ଭଗବାନଙ୍କ ପ୍ରସାଦ ନା ଓଃ କି ଶାନ୍ତି ଲାଗୁଥାଏ। ସତ କହିବି ସାଙ୍ଗମାନେ ଭାତ ଡାଲି ଘାଣ୍ଟର ଯୋଉ ଶାନ୍ତି ମିଳିଥାଏ ଯୋଉଟା କି ମଟନ ଚିକେନରେ ବି ମିଳିନଥାଏ। ଆଉ ମୁଁ ଓଉଟାକୁ ଦେଖନ୍ତୁ କେମିତି ଭାବରେ ଖାଉଛି। ଏଠି ଆମ ମାମୁଁ ଜଣେ କହୁଛନ୍ତି କି ଟିକେ ସବସ୍କ୍ରାଇବ କରିଦବ ଟିକେ ଲାଇକ୍ କରିଦବ। ତ ଆପଣ ମାନଙ୍କୁ ସେ ମାମୁଁ କହୁଛନ୍ତି। ତାପରେ ଦେଖନ୍ତୁ ଏଠି ମୁଁ ଖାଇଲି ତ କାହିଁ କହିଲି ମୁଁ ଏଠି କହିଦଉଛି କି ଆଜି ଆମର ଭାଗବତ ଜନ୍ମ ଯୋଉଟା କି ଭାଗବତ ଟୁଙ୍ଗି କୁହନ୍ତି। ତ ଆମର ଏଇ ଦିନରେ ସ୍ଥାପିତ ହେଇଥିଲା ତ ଆମେ ତ ସେଥିପାଇଁ ଆମେ ମାନିଥାଉ। ଯାହା ବି ହଉ ଆମର ଆଜି ଭାଗବତ ଜନ୍ମ ତ ସେଥିପାଇଁ ଆମର ଗାଁର ଆଜି ଗୋଟେ ଭୋଜି ଦିଆ ହେଲା। ତ ଆମେ ପ୍ରତ୍ୟେକ ବର୍ଷ ହେଇଥାଏ। ଆଉ ଆର ବର୍ଷ ମୁଁ ନଥିଲି ବାହାରେ ଥିଲି ତ ଏଇ ବର୍ଷ ମୁଁ ଘରେ ଥିଲି ଯେହେତୁ ଖାଇବା ପାଇଁ ଯାଇଛି। ତ ଆମେ ଏଠି ଶାନ୍ତିରେ ବସିକି ଖାଉଛୁ। ଠିକ ଅଛି ସାଙ୍ଗମାନେ ମୁଁ ରହୁଛି ମୁଁ ପେଟେ ଖାଇଦିଏ ନେକ୍ସଟ ଭିଡ଼ିଓରେ